सहित आम मंडल बालक महाशय और आसवा प्रत्येक बंधु को आंतरिक ज्ञापन करुच्छे। आज वचन कार्य आरंभ करने पूर्व संगीत प्रार्थना करी पवित्र पवित्र अत्यंत पवित्र सत्य पिता परमेश्वर पवित्र मंगल प्रभु जय प्रभु सृष्टि आरंभ योजना प्रभु आज पर्यंत चली आसुची से धन्यवाद करु पिता परमेश्वर आज वचन कार्य उपस्थिति को आम कामना करुचु दयाकोरी प्रभु दयाकोरी वचन कार्य आरंभ आम मंडल बालक महाशय भक्त हिसाब से आसी अच्छा तथापि आज समस्त कार्य आम सनातन बालक देवा सकाशु आम दायित्व दूचु आज वचन कार्य आरंभ और समाप्ति बालक नमस्कार मोर प्रारंभिक प्रार्थना हो सारी बर्तमान वचन कार्य आरंभ अनुरोध करी अन्य पिता अभिभावक दयाकोरी आसतु कहीं मंदिर बाबा सहित सान झील आज वचन कार्य अच्छी आमर समाज को रखु बंधु मान सब कार्य धन्यवाद। सर्वप्रथमे सृष्टिकर्ता धन्यवाद दिए आम मातृमंडल सम्मानीय बालक महाशय समाज समस्त मुख्य कर्मकर्ता आम मंडल आसी समस्त बंधु उपस्थित प्रत्येक को मोर भक्तिपूर्ण नमस्कार। आम ये आसबार उद्देश्य हूँ मोर सान पु गौरववर्धन स्थानीय मंडल सहसंपादक सान झील निर्धाराणी को भोजन नेवा निमंते आसी। धन्यवाद। उभय उपस्थित उद्देश्य समय गोटे छोट गीत गान करवा जहाँ गीत संहिता 500 उपासना सहित शिशु विभाग 28 पृष्ठ अच्छे प्रेम विभूति भाई सब आम
ପ୍ରେମରେ ପରସ୍ପର ପ୍ରତି ଧର୍ମସ୍ଥଳ ହେବ ସମାଜରେ ପରସ୍ପରକୁ ଶ୍ରେଷ୍ଠ ପ୍ରଭୁ ଏ ପର୍ଯ୍ୟନ୍ତ ବାକ୍ୟରେ ମାଣ୍ଡଳି ଗାଁକୁ ଇଚ୍ଛା ଅଛି ତ ସେଇଭଳି ମଣ୍ଡଳୀ ଆମର ଇଚ୍ଛା ଅଛି ଆମେ ବନ୍ଧୁ ଆମର ଆଚ୍ଛା ବନ୍ଧୁ ଆମର କାହାକୁ ପଚାରିବା ଝିଅର ବସି ବସି ଇଚ୍ଛା ଅଛି କି କଣ ଦାଦା ଇଚ୍ଛା କି ଇଚ୍ଛା ଅଛି କି ଆଜ୍ଞା ଇଚ୍ଛା ଅଛି ଓକେ ଧନ୍ୟବାଦ ବଡ଼ ଶୁଣୁଛି ଆଉ ସେ ତାଙ୍କର ବଡ଼ ପ୍ରକାଶ କରୁଛନ୍ତି ତାଙ୍କର ସମସ୍ତ ଇଚ୍ଛା ବୋଲି ମୁଁ ଅନୁରୋଧ କରିବି ପାଖରେ ସାକାମର ଚାରିଦେବା ଉପସଭାରେ ଯଦି ମା ଯିବେ ଝିଅଙ୍କୁ ଝିଅଙ୍କର ମା ଝିଅ ଏବଂ ସମସ୍ତଙ୍କର ଇଚ୍ଛା ଅଛି। ଧନ୍ୟବାଦ ସମସ୍ତଙ୍କର ଇଚ୍ଛା ଅଛି ବୋଲି ମତ ଆସିଛି ଏ ସମୟରେ ମଣ୍ଡଳ କରିବି ପୁଅଙ୍କ ପିତା ପୁଣି ଝିଅଙ୍କ ପିତାଙ୍କ ଅବରୋଧ ଆସନ୍ତୁ ପୁଅଙ୍କ ପିତା ସେ ବଚନ ମାଗିବେ ପୁଣି ଝିଅଙ୍କ ପିତା ଅବରୋଧ କରୁଛନ୍ତି ଆଜ୍ଞା ଏପଟେ ଆଉ ଥରେ ମୁଁ ଉପସ୍ଥିତ ପ୍ରତିନିଧିଙ୍କୁ ଭକ୍ତିପୂର୍ଣ୍ଣ ନମସ୍କାର ଜଣାଏ। ମୋର ସାନ ପୁଅ ଗୌରବ ବର୍ଦ୍ଧନଙ୍କ ପାଇଁ ସ୍ଥାନୀୟ ସମାଜର ସହସମ୍ପାଦକଙ୍କ ସାନ ଝିଅ ନିର୍ଦ୍ଧରାଣୀଙ୍କୁ ମୁଁ ବୋହୂ କରିବା ନିମନ୍ତେ ଆପଣଙ୍କୁ ବଚନ ଦେଉଛି। ଖ୍ରୀଷ୍ଟ ପ୍ରେମରେ ଗଡ଼ା ସମାଜର ପ୍ରତ୍ୟେକ କର୍ମକର୍ତ୍ତା ପୁଣି ବନ୍ଧୁ ତରଫରୁ ଛେଲିଗଡ଼ ମଣ୍ଡଳୀରୁ ଆସିଥିବା ବନ୍ଧୁମାନଙ୍କୁ ପୁଣି ପାଳକ ମହାଶୟଙ୍କୁ ପୁଣି ଏ ପରିବାରକୁ ଗୋଚର କାର୍ଯ୍ୟରେ ଆସିଥିବା ପ୍ରତ୍ୟେକଙ୍କୁ ମୋ ଭକ୍ତିପୂର୍ଣ୍ଣ ନମସ୍କାର ଆଉ ମୋର ଜୁଇଁ ସୋଲୋମନ ପାଇକ ତାଙ୍କ ଝିଅ ନିର୍ଝରା ଛେଲଗଡ଼ ମଣ୍ଡଳୀର ସଭ୍ୟ ଶ୍ରୀ ବିଜେନ୍ଦ୍ର ବର୍ଦ୍ଧନଙ୍କ ପୁଅ ସାନ ପୁଅ ଗୌରବ ବର୍ଦ୍ଧନ ପାଇଁ ଆଜି ସମାଜ ମଣ୍ଡଳୀ ସମ୍ମୁଖରେ ମୁଁ ମୋ ନାତୁଣୀକୁ ଧନ୍ୟବାଦ ଯଦି ପାରିବାରିକ ଭାବରେ ତାଙ୍କର ବିବାହ ଆସନ୍ତାକାଲି ମୋର ସାନ ପୁଅ ଗୌରବ ବର୍ଦ୍ଧନଙ୍କ ପାଇଁ ସମାଜର ସଭ୍ୟ ଶ୍ରୀ ସହସମ୍ପାଦକଙ୍କ ସାନ ଝିଅ ନିର୍ଦ୍ଧରାଣୀ ସହିତ ଆସନ୍ତାକାଲି 27/5/2026 ତାରିଖ ବଚନ ସିନା ଆଉ ଶବ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ। ଏହା ଆମେ ପାରିବାରିକ ହିସାବରେ ଆମେ ଡେଟ୍ ନିର୍ଣ୍ଣୟ କରିଛୁ। ଧନ୍ୟବାଦ ଠିକ ଅଛି ଆମେ এই সময়ে ଆମର ବଚନ କାର୍ଯ୍ୟ ସମାପ୍ତ କରିବା সকল আশীর্বাদ ঈশ্বর প্রেমিক প্রিয় প্রভু যীশু তোমার পবিত্র মহানামর ধন্যবাদ করুছি প্রভু আজ যে শুভ কার্যটি লা হে প্রভু তোমার আশীর্বাদ রে আজর বচন কার্যকে তুমি সমাপন কল সেটি তোমার নামর ধন্যবাদ করেছি পুয় পরিবার ঝিও পরিবার একমতরে স্বীকার করছেন আর প্রভু মন্ডলী তাহা সাক্ষী অনেক সপক্ষ ভাবে এই প্রভু নিবেদন করছি আসন্তা কালি অর্থাৎ 27 তারিখ দিন বাগদার বিবাহ কার্য আছে মো পাত্রে সমর্পণ করছি প্রভু আসন্তা কালি সমস্ত প্রোগ্রামକୁ তুমি নিয়ন্ত্রণ করো উভয় পরিবার ও বন্ধুকে তুমি আশীর্বাদ উপস্থিত আমার সমস্তকে তুমি আশীর্বাদ করো গৌরব তোমারই হোক যিশুଙ୍କ নামରେ মাগছি আমেন ଆମେ ସମୟ ଶେଷ ଆସିବୁ ଧ୍ୟାନବାଦ ଏଭଳି ପିତା ଈଶ୍ୱରଙ୍କ ଅସୀମ ପ୍ରେମ ପ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦୟା ଓ ଅନୁଗ୍ରହ ସାହାଯ୍ୟକାରୀ ପବିତ୍ରାତ୍ମକ ଶିକ୍ଷା ଚେତନା ପ୍ରେରଣା ସୁମଧୁର ସହଭାଗିତା ଉଭୟ ମଣ୍ଡଳୀ ପ୍ରତି ଉଭୟ
আচ্ছা বচন সময়ে বচন সময়ে পুଅ କିଛି ଉପହାର ଝିଅଙ୍କ ପାଇଁ ପଠଉଛନ୍ତି ଆମେ ପ୍ରାର୍ଥନା କରୁ ତାପରେ ଝିଅକୁ ଆମକୁ ଗ୍ରହଣ ମଧ୍ୟରେ ବ୍ରହ୍ମପୁର ମନ୍ଦିର ବିପଦ ଆସୁଛନ୍ତି ଆସିବେ ଆସନ୍ତୁ ଆମେ ପ୍ରାର୍ଥନା କରିବା। ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ୱର ତୁମରି ପବିତ୍ର ମହତ୍ ନାମକୁ ଧନ୍ୟବାଦ ଦେଉଛୁ। ତୁମରି ଦୟା ତୁମରି ପ୍ରେମ ତୁମରି ଅନୁଗ୍ରହ ସକାଶେ ଆମେ ତୁମକୁ ଧନ୍ୟବାଦ ଦେଉଛୁ। ଆଜି ସୁନ୍ଦର ସମୟ ଦେଲ ପ୍ରଭୁ ପ୍ରିୟ ପରିବାର ମଧ୍ୟରେ ଉଭୟ ମଣ୍ଡଳୀ ସାକ୍ଷାତରେ ଗୋଚର କାର୍ଯ୍ୟ ପ୍ରଭୁ ସମାପ୍ତ ହୋଇଛି। ସେହି ଅବସରରେ ଝିଅଙ୍କ ନିମନ୍ତେ ପ୍ରଭୁ ବରଙ୍କ ତରଫରୁ ଯେଉଁ ଉପହାର ଆଣିଛନ୍ତି ସେ ଉପହାରକୁ ତୁମରି ପାତ୍ରରେ ସମର୍ପଣ କରୁଛି। ତୁମେ ଆଶୀର୍ବାଦ ପ୍ରଦାନ କର ତାହା ଯେ ଝିଅ ନେଇକି ପ୍ରଭୁ ସେ ଗ୍ରହଣ କରିବ ଏଥିପାଇଁ ମଧ୍ୟ ତୁମେ ସାହାଯ୍ୟ ମଙ୍ଗଳ କର। ଗୌରବ ସମ୍ଭ୍ରମ ତୁମେ ପାଅ ଏହି ସମସ୍ତ ପ୍ରାର୍ଥନା ଯୀଶୁଙ୍କର ମାଗିଲୁ ଆମେନ୍। ପରେ ଆମେ ଗଲା ତମେ ତ ଆଜ୍ଞା ନେଇ ଦେବ ତୁମର ତୁମର ହେଇଗଲା ଆମେ ଆଉ ଶାଖା ମନ୍ଦିର ସମସ୍ତେ କର୍ମ କରିପାରେ ଆଉ ମୁଁ ରହିପାରୁନି ବାହାଘର ଅଛି ବାହାଘର ତରଫରୁ ଯାତ୍ରା କରୁଅଛି ସେଥିପାଇଁ ମୋତେ କ୍ଷମା କରନ୍ତୁ ମୁଁ ରହିପାରୁନି সেটা সমাজের দায়িত্ব নেই সেটা বন্ধুবান্ধব সমাজ বসো